ମୁଁ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। କାହିଁକି ନା ଆଜ୍ଞା ଏବେ ଚାଷୀମାନେ ବର୍ଷାରେ ଭିଜି ଭିଜି ଏବେ ଚାଷ କରିବାରେ ସମସ୍ତେ ଲାଗି ପଡ଼ିଛନ୍ତି। କାହିଁକି ନା ଆଜ୍ଞା ସେଇ ଭଲ ଧାନ ଟିକେ ଅମଳ ହବ, ସେଇ ଧାନକୁ ବିକ୍ରି କରିକି ତାଙ୍କର ଗରିବ ପରିବାରକୁ ପୋଷିବେ ବୋଲିକି। ତ ଆଜ୍ଞା ଦେଖନ୍ତୁ କିନ୍ତୁ ଚାଷୀ ଏତେ କଷ୍ଟ କରିଲା ସତ୍ତ୍ୱେ ମଧ୍ୟ ଆଜ୍ଞା ଯେତେବେଳେ ଧାନ ବିକ୍ରି କରିବା ପାଇଁ ଯାଉଛି, ତାକୁ ଆଜ୍ଞା ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଯେପରି ଏବେ ଆମର ଚାଲିଥିଲା ଏଗ୍ରିଷ୍ଟାକ୍। ଆପଣଙ୍କର ଯଦି ଏଗ୍ରିଷ୍ଟାକ୍ ନଥିବ ତାହେଲେ ଆପଣମାନେ ଧାନ ମଧ୍ୟ ପଞ୍ଜୀକରଣ କରିପାରିବେ ନାହିଁ ବୋଲି ସରକାର ଏଠାରେ ଆଗରୁ କହୁଥିଲେ। କିନ୍ତୁ ଆଜିର ଭିଡ଼ିଓରେ ଏଠାରେ ନୂଆ ଆଜ୍ଞା ନିୟମ ଆସିଯାଇଛି। ଆପଣମାନେ ସମସ୍ତଙ୍କୁ ମୁଁ କହି ଦେଖେଇବା ପାଇଁ ଚାହୁଁଛି ଯେ ଆପଣଙ୍କ ପାଖରେ ଯଦି ଏଗ୍ରିଷ୍ଟାକ୍ ନାହିଁ, ଆପଣମାନେ ଏଗ୍ରିଷ୍ଟାକ୍ କରିପାରୁନାହାନ୍ତି, ତାହେଲେ ମଧ୍ୟ ଆପଣମାନେ ଧାନ ବିକ୍ରି କରିପାରିବେ ଏଠାରେ। ତ ସରକାର ନୂଆ ନିୟମଟି କ'ଣ ଆଣିଛନ୍ତି ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଭଲ ଭାବରେ ବୁଝାଇଦେବି। ତେଣୁକରି ନିଶ୍ଚିନ୍ତ ଭାବରେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଆଉ ଆମର ଚ୍ୟାନେଲରେ ଏହିପରି ଭିଡ଼ିଓ ଗୁଡ଼ାକ ଦେଖିବା ପାଇଁ ଆଜ୍ଞା ଆମ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ୍ ଟିକେ ମଧ୍ୟ କରିଦେଇଥିବେ। ଚାଲନ୍ତୁ ଆରମ୍ଭ କରିବା ଭିଡ଼ିଓଟିକୁ। ଦେଖନ୍ତୁ ଆଜ୍ଞା ଖବରକାଗଜରେ ପ୍ରକାଶ ପାଇଛି, ସେ ଖବରକାଗଜ ମୁଁ ଆପଣମାନଙ୍କୁ ଦେଖାଇବା ପାଇଁ ଚାହିଁବି ଏଠାରେ। ରିସେଣ୍ଟଲି ଏଠାରେ କ୍ୟାବିନେଟ୍ ବୈଠକ ବସିଥିଲା ଆଜ୍ଞା। ସେ କ୍ୟାବିନେଟ୍ ବୈଠକରେ ଏହି ଜିନିଷଟିକୁ ଏଠାରେ ସ୍ୱର ଉତ୍ତୋଳନ କରାଯାଇଛି। କାହିଁକିନା ବହୁତ ସୋସିଆଲ ମିଡ଼ିଆରେ ଆଜ୍ଞା ଭାଇରାଲ ହେଲା ଜିନିଷଟି। ଆମେମାନେ ଯେତେ ବି ୟୁଟ୍ୟୁବର ଭାଇମାନେ ଅଛନ୍ତି, ଯେତେ ବି କଣ୍ଟେଣ୍ଟ କ୍ରିଏଟର ଭାଇମାନେ ଅଛନ୍ତି, ଯେତେ ବି ଛୋଟିଆ ମୋଟିଆ ନ୍ୟୁଜ୍ ରିପୋର୍ଟର ମାନେ ଅଛନ୍ତି, ତ ସେମାନେ ଆଜ୍ଞା ସେଇ ଜିନିଷଟାକୁ ସ୍ୱର ଉତ୍ତୋଳନ କଲେ ଯେ ଆଜ୍ଞା ଏଇ ଜିନିଷଟା ଆଜ୍ଞା ମାନେ ଭୁଲ ୟାକୁ ମାନେ ବହୁତ ଇନଷ୍ଟାଗ୍ରାମରେ ଭାଇମାନେ ମଧ୍ୟ ଭିଡ଼ିଓ ଫିଡ଼ିଓ ବନେଇକି ଛାଡ଼ିଲେ। ସେଥିପାଇଁ ସରକାର ଏଠାରେ ଚାଷୀଙ୍କୁ ଆଶ୍ୱାସନା ଏଗ୍ରିଷ୍ଟାକ୍ ନେଇ ଚିନ୍ତା କରନି ବୋଲିକି ସରକାର ଏଠାରେ କହୁଛନ୍ତି। କ'ଣ ଆଜ୍ଞା ଯେ ଭୁବନେଶ୍ୱରରେ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଯଶୋଦା ଯୋଜନା ଏବଂ ଏହାର ଉପ ଯୋଜନା ଆଶୀର୍ବାଦ ଚାଲୁ ରହିବ। ଏଥିପାଇଁ ଚଳିତ ଆର୍ଥିକ ବର୍ଷରୁ 2030-31 ଆର୍ଥିକ ବର୍ଷ ଯାଏଁ ଏଠାରେ 296.19 କୋଟି ଟଙ୍କା ଆଜ୍ଞା ଖର୍ଚ୍ଚ ହେବ। ତ ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ ଆଜି କ୍ୟାବିନେଟ୍ ମୋହର ବାଜିଛି। ବାପା ମା ଛେଉଣ୍ଡ ପିଲାଙ୍କୁ ମାର୍ଚ୍ଚ ମାସରୁ ସହାୟତା ରାଶି ମିଳୁନଥିବାରୁ ସରକାର ସମାଲୋଚିତ କରିଥିଲେ। ତ ଏଇ ସମାଲୋଚନା ଭିତରେ ଆମର ଏଇ ଜିନିଷଟାକୁ ମଧ୍ୟ ଆଜ୍ଞା ଆଲୋଚନା କରାଯାଇଛି ଯେ ଚାଷୀଙ୍କୁ ଆଶ୍ୱାସନା ଦିଆଯାଇଛି। କ'ଣ ସେଇ ଆଶ୍ୱାସନା ଚାଲନ୍ତୁ ଦେଖିବା। ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ବୁଝେଇଦେବି, ଆପଣମାନେ ଜାଣିପାରିବେ। ଭିଡ଼ିଓଟିକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖୁଥାନ୍ତୁ। এই ପର୍ଯ୍ୟନ୍ତ ଯଦି ଦେଖୁଛନ୍ତି ଫଟାଫଟ ପାଇଁ ଲାଇକ୍ଟିଏ କରିଦେଇଥାନ୍ତୁ। ଯେ ଏଠାରେ କୁହାଯାଉଛି କ'ଣ ଆଜ୍ଞା, ଏଗ୍ରିଷ୍ଟାକ୍ ଓ ଧାନ କ୍ରୟ ପଞ୍ଜୀକରଣ ସମ୍ପର୍କରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ କୃଷକମାନେ ଏଗ୍ରିଷ୍ଟାକ୍ରେ ପଞ୍ଜୀକରଣ କରିବା ସମୟରେ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଯେଉଁଟାକୁ ମୁଁ ଆପଣମାନଙ୍କୁ କହୁଥିଲି ଯେ ଅନେକ ସୋସିଆଲ ମିଡ଼ିଆରେ ସେଟା ୟୁଟ୍ୟୁବ ହଉ, ଫେସବୁକ୍ ହଉ କିମ୍ବା ତାହା ଇନଷ୍ଟାଗ୍ରାମ ହଉ, ସମସ୍ତେ ସ୍ୱର ଉତ୍ତୋଳନ କରିଥିଲେ ଯେ ଅସୁବିଧାଟି କ'ଣ ହେଉଛି ଆଜ୍ଞା। ଲମ୍ବା ଲମ୍ବା ଲାଇନ୍, ଆପଣମାନେ ଯଦି ସକାଳୁ ଯିବେ ଆପଣମାନେ ସନ୍ଧ୍ୟାରେ ଫେରିବେ, ଆପଣଙ୍କର ହେଲେ ବି ଆପଣଙ୍କର କାମ ହବନି, ଏଗ୍ରିଷ୍ଟାକ୍ରେ ରେଜିଷ୍ଟ୍ରେସନ ହେଇପାରୁ ନାହିଁ। କାହିଁକି ନା ଏତେ ଭିଡ଼। ଆଉ ମୁଁ ସବୁଠାରୁ ଗୋଟେ ବଡ଼ ଏଠାରେ ଅସୁବିଧା ସରକାରଙ୍କୁ ଜଣାଇବା ପାଇଁ ଚାହୁଁଛି ଯେ ଏକ୍ଜାକ୍ଟଲି ଆପଣମାନେ ଯେଉଁ ୱେବସାଇଟ୍ଟି ତିଆରି କରୁଛନ୍ତି, ଯେଉଁ ଏପ୍ଟିକୁ ତିଆରି କରୁଛନ୍ତି, ତାର ସର୍ଭରଟିକୁ ଆପଣମାନେ ଭଲ ଭାବରେ ମେଣ୍ଟେନ୍ କରନ୍ତୁ। କାହିଁକି ନା ଗୋଟେ ଆପଣ ଯଦି ରେଜିଷ୍ଟ୍ରେସନ କରିବା ପାଇଁ ଯିବେ, ଆପଣମାନେ ସୋସାଇଟିକୁ ଯିବେ କିମ୍ବା ଆପଣମାନେ ଆର୍ଆଇ ଅଫିସକୁ ଯାଉଛନ୍ତି, ଯେଉଁଟାକି ରେଜିଷ୍ଟ୍ରେସନ କରିକି ଏଗ୍ରିଷ୍ଟାକ୍ ରେଜିଷ୍ଟ୍ରେସନ କରିକି, ତ ସେଠାରେ ଗୋଟେ ଲୋକର ଗଲାବେଳେ 15ରୁ 20-25 ମିନିଟ୍ ପଢ଼ଉଛି ଆଜ୍ଞା। ତ ଏତେ ଗୁଡ଼େ ଲୋକଙ୍କର କେବେ କରିବ? ଜଣେ ଯଦି ଅନଲାଇନ୍ ବି କରିବା ପାଇଁ ବସିବ, ସେ କେବେ କରିବ? ଆଉ ଯଦି ଲିଙ୍କ ଫେଲ୍ ହେଇଗଲା ତ ଆଜ୍ଞା ଅଡ଼ୁଆ କଥା, ପୁଣି ମୂଳରୁ ପ୍ରଥମରୁ ପାଠ ପଢ଼ିବା ପାଇଁ ସେଠାରେ ପଡ଼ୁଛି। ତ ସେଥିପାଇଁ ସରକାରଙ୍କୁ ଟିକେ ନିବେଦନ ଯେ ଆପଣମାନେ ସମସ୍ତେ ଯଦି ଏତେ ବଡ଼ ବଡ଼ ଜିନିଷ ପାଣି ଭଳିଆ ଟଙ୍କା ଖର୍ଚ୍ଚ କରିପାରୁଛନ୍ତି, ତ ସେଇ ସର୍ଭର ହେଲା, ସେ କମ୍ପାନୀକୁ ଟିକେ ଜୋର ଦିଅନ୍ତୁ। ଆପଣଙ୍କର ଯେଉଁ କମ୍ପାନୀ ସେଇଥିରେ କରୁଛି, ମେନ୍ ତ ଅକାଖି ଆମର ଇଣ୍ଡିଆରେ ଆମର ଓଡ଼ିଶାରେ କରୁଛି, ତ ତାକୁ ଟିକେ ଜୋର ଦିଅନ୍ତୁ ଯେ ସେ ଭଲ ସର୍ଭର ବ୍ୟବହାର କରିବେ, ଯେଉଁଥିରେ କି ଫେଲ୍ ହେବାର ସମ୍ଭାବନା ଯେପରି କମିଯିବ। ଠିକ୍ ଅଛି, ତ ଚାଲନ୍ତୁ ଆଗକୁ ବଢ଼ିବା। ଏ ପ୍ରସଙ୍ଗରେ କ୍ୟାବିନେଟ୍ ବୈଠକରେ ବିସ୍ତୃତ ଭାବରେ ଆଲୋଚନା ହୋଇଛି। ଏଗ୍ରିଷ୍ଟାକ୍ରେ ପଞ୍ଜୀକରଣ ଏବଂ ପି ପାସ୍ରେ ଧାନ କ୍ରୟ ପାଇଁ ପଞ୍ଜୀକରଣ ପରସ୍ପର ସଂଯୁକ୍ତ ନୁହେଁ। ତ ପି ପାସ୍ ଆଉ ଏଗ୍ରିଷ୍ଟାକ୍ ଦୁହେଁ ଯାକ ମିଶିବେ ନାହିଁ, ଅଲଗା କରାଯିବ ବୋଲିକି ଏଠାରେ କୁହାଯାଉଛି। ତେଣୁ ଏଗ୍ରିଷ୍ଟାକ୍ରେ ପଞ୍ଜୀକରଣ ସ୍ଥିତିକୁ ନେଇ କୃଷକମାନେ ଚିନ୍ତିତ ହେବାର ଆବଶ୍ୟକତା ନାହିଁ ବୋଲି ଏଠାରେ କୁହାଯାଉଛି ଆଜ୍ଞା। ଦେଖନ୍ତୁ, ଏଗ୍ରିଷ୍ଟାକ୍ରେ ପଞ୍ଜୀକରଣ ହୋଇନଥିବା କାରଣରୁ କୃଷକମାନଙ୍କର ଧାନ କ୍ରୟ ପ୍ରଭାବ ହେବ ନାହିଁ। ଆପଣମାନେ ଏଗ୍ରିଷ୍ଟାକ୍ରେ ପଞ୍ଜୀକରଣ କରିନଥିଲେ ମଧ୍ୟ ଆପଣଙ୍କର ଧାନଟା କିଣାଯିବ ଆଜ୍ଞା।
ଏଇ କଥା ଶୁଣିଲା ପରେ ସବୁ ଚାଷୀ ଭାଇମାନେ ଯେତେ ଅଛନ୍ତି ତାଙ୍କୁ ଟିକେ ଆଶ୍ୱାସନା ନିହାତି ଭାବରେ ଆଜ୍ଞା ମିଳିଥିବ। କାହିଁକିନା ଏଗ୍ରିଷ୍ଟାକ୍ ପାଇଁ ଏତେ ଲୋକ ହଇରାଣ ହେଉଛନ୍ତି ଆଜି ମଧ୍ୟ। କିନ୍ତୁ ଆଜ୍ଞା ମୁଁ ଗୋଟେ କଥା କହିବି ଆପଣମାନଙ୍କୁ, ଯଦି ଆପଣଙ୍କର ଏଗ୍ରିଷ୍ଟାକ୍ ନାହିଁ, ଆପଣମାନେ କେମିତି ଯେମିତି ସେମିତି ହେଲେ ବି ଆପଣମାନେ ନିଜର ଏଗ୍ରିଷ୍ଟାକ୍‌କୁ କରନ୍ତୁ। ଆପଣମାନେ ଯଦି ସିଏମ୍ କିଷାନ ଓ ପିଏମ୍ କିଷାନ ଟଙ୍କା ପାଇବାର ପାଇଁ ଯଦି ଇଚ୍ଛୁକ ଅଛନ୍ତି। ଯଦି ଆପଣମାନେ ଏହା କରିବେ ନାହିଁ, ସେଇଥିରେ ତ ଆଜ୍ଞା ମିଳିବ ନାହିଁ ପିଏମ୍ କିଷାନ, ସିଏମ୍ କିଷାନ ଟଙ୍କା ମିଳିବ ନାହିଁ। ତେଣୁକରି ଆପଣମାନେ ସମସ୍ତେ ଏଗ୍ରିଷ୍ଟାକ୍ କରିବା ପାଇଁ ଚେଷ୍ଟା କରନ୍ତୁ। କିନ୍ତୁ ଏବେ ଧାନ ପାଇଁ କରିବାର କୌଣସି ଆବଶ୍ୟକତା ନାହିଁ। ଏଠାରେ କୁହାଯାଉଛି ଯେମିତି ଦେଖିପାରୁଥିବେ, ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷ ଭଳି ପି ପାସ୍ ବ୍ୟବସ୍ଥାରେ ଧାନ କ୍ରୟ ପାଇଁ କୃଷକମାନଙ୍କର ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବ। ତ ଏଇଠୁ ଆପଣମାନେ ସମସ୍ତେ ଜାଣି ପାଇଲେ ଯେ ଆଜ୍ଞା ଆପଣଙ୍କର ଯଦି ଏଗ୍ରିଷ୍ଟାକ୍ ହେଉ ବି ଯଦି ନାହିଁ, ତାହେଲେ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆପଣମାନଙ୍କର ଧାନ କ୍ରୟ ଇଜିଲି ହୋଇଯିବ। ଏହିପରି ସଠିକ୍ ଆପଣମାନେ ଖବର ପାଇବା ପାଇଁ ଆମ ଚ୍ୟାନେଲକୁ ନିହାତି ଭାବରେ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ଆଉ ଏଇ ଭିଡ଼ିଓଟିକୁ ଗାଁରେ ଯେଉଁ ସୋସିଆଲ ମିଡ଼ିଆ ଅଛି, ଆପଣଙ୍କର ହ୍ୱାଟ୍ସଆପ୍, ଫେସବୁକ୍, ଇନଷ୍ଟା ଯାହା ଅଛି, ଫେସବୁକ୍‌ରେ ଦେଖୁଥିଲେ ବି ଆପଣମାନେ ଆମକୁ ଫଲୋ ଟିକେ କରିଦେବେ। ଆମ ଚ୍ୟାନେଲରେ ଏହିପରି ଭିଡ଼ିଓ ଗୁଡ଼ାକ ଦେଖିବା ପାଇଁ ନିହାତି ଭାବରେ ସବସ୍କ୍ରାଇବ୍ ଟିକେ କରିକି ୟୁଟ୍ୟୁବ୍‌ରେ ରଖିଥିବେ। ପୁଣି ଦେଖା ହେବା ଆଉ ଏକ ସୁନ୍ଦର ଭିଡ଼ିଓରେ। ଆଜ୍ଞା ଡେସ୍କ୍ରିପସନ୍‌ରେ ଆମର ରହିଛି ଟେଲିଗ୍ରାମ ଗ୍ରୁପ୍, ସେଇଠି ଯାଇକି ଆପଣମାନେ ମଧ୍ୟ ନିଜର କିଛି ବି ଅସୁବିଧା ଥିବ ଆପଣମାନେ ସେଇଟା ସ୍କ୍ରିନଶଟ୍ ସେୟାର କରିବେ। ଆମେମାନେ ସମସ୍ତେ ମିଳିମିଶିକି ଆପଣଙ୍କର ଅସୁବିଧାକୁ ସଲ୍ଭ କରିବା ପାଇଁ ଚେଷ୍ଟା କରିବୁ।